तो ରୁଷିଆ ୟୁକ୍ରେନ ଯୁଦ୍ଧ ଏବଂ ଏବେ ମିଡିଲ ଇଷ୍ଟରେ ହୋଇଥିବା ଇରାନ ଯୁଦ୍ଧ ଭାରତକୁ ଏକ ବଡ଼ ଶିକ୍ଷା ଦେଇଛି। ତାହା ହେଉଛି ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଏବେ ଡ୍ରୋନ୍ର ରାଜ ଚାଲିଛି। ଆଉ ଏହି ଦୌଡ଼ରେ ଆମ ଦେଶ ଭାରତ ମଧ୍ୟ ବର୍ତ୍ତମାନ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଇଣ୍ଡିଆନ୍ ଏୟାରଫୋର୍ସ ପାଇଁ ଏବେ 87ଟି ମିଡିୟମ୍ ଅଲ୍ଟିଟ୍ୟୁଡ୍ ଲଙ୍ଗ୍ ଏଣ୍ଡୁରାନ୍ସ ବା ମେଲ୍ ଡ୍ରୋନ୍ କିଣିବା ପାଇଁ ଏକ ବୃହତ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ହେଉଛି 30,000 କୋଟି ଟଙ୍କାର ମାନେ ପ୍ରାୟ $3 ବିଲିୟନ ଏକ ମେଗା ପ୍ରୋଜେକ୍ଟ। ଆଉ ସବୁଠାରୁ ବଡ଼ କଥା ହେଲା ଏହି ଡ୍ରୋନ୍ ପାଇଁ ଭାରତ ଆମେରିକା କିମ୍ବା ଇସ୍ରାଏଲ ଉପରେ ନିର୍ଭର କରିବ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ଭାରତରେ ତିଆରି ହେବ। ସେଥିପାଇଁ ଦେଶର 10ଟି କମ୍ପାନୀ ଏହି ରେସ୍ରେ ସାମିଲ ହୋଇଛନ୍ତି। ଆପଣମାନେ ସୋସିଆଲ ମିଡିଆରେ କାମିକାଜି ବା ଆତ୍ମଘାତୀ ଡ୍ରୋନ୍ର ଆଟାକ୍ ଭିଡ଼ିଓ ନିଶ୍ଚୟ ଦେଖିଥିବେ। କିନ୍ତୁ ସେହି ଆଟାକ୍ ପଛରେ ଏହି ବଡ଼ ବଡ଼ ଡ୍ରୋନ୍ ଗୁଡ଼ିକ ଶତ୍ରୁ ଉପରେ ନଜର ରଖିଥାନ୍ତି ଆଉ ଯୁଦ୍ଧ କ୍ଷେତ୍ରର ପ୍ରତିଟି ମୁହୂର୍ତ୍ତର ଲାଇଭ୍ ଇମେଜ୍ ଏବଂ ତଥ୍ୟ ପଠାଇଥାନ୍ତି। ଏପର୍ଯ୍ୟନ୍ତ ଏଭଳି ଅତ୍ୟାଧୁନିକ ଟେକ୍ନୋଲୋଜି କେବଳ ଆମେରିକା, ଇସ୍ରାଏଲ ଏବଂ ଚୀନ ଭଳି କିଛି ସୀମିତ ଦେଶ ପାଖରେ ରହିଥିଲା। ଆଉ ବିଗତ ବର୍ଷଗୁଡ଼ିକରେ ଭାରତ ମଧ୍ୟ ଏହି ଡ୍ରୋନ୍କୁ କିଣିବା ପାଇଁ କୋଟି କୋଟି ଟଙ୍କା ବିଦେଶରେ ଖର୍ଚ୍ଚ କରୁଥିଲା। କିନ୍ତୁ ଏବେ ମିନିଷ୍ଟ୍ରି ଅଫ୍ ଡିଫେନ୍ସ ଡ୍ରୋନ୍ ମାମଲାରେ ବିଦେଶୀ ନିର୍ଭରଶୀଳତାକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତ ପ୍ରକୃତରେ ଏହି ମେଲ୍ ଡ୍ରୋନ୍ କ'ଣ ଏବଂ ଏହା କିପରି କାମ କରେ? ତେବେ ଏହା ହେଉଛି ଏକ ବିଶାଳକାୟ ଏବଂ ଅତ୍ୟାଧୁନିକ ଅନଆର୍ମଡ ଏରିଆଲ ଭେହିକିଲ୍ ବା UAV, ଯାହା 10,000ରୁ 30,000 ଫୁଟ ଉଚ୍ଚତାରେ ଉଡ଼ି 24ରୁ 36 ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହି ଶତ୍ରୁ ଉପରେ ନଜର ରଖିପାରନ୍ତି। ଏଥିରେ ଦୁନିଆର ସବୁଠାରୁ ସେନ୍ସିଟିଭ୍ କ୍ୟାମେରା ଏବଂ ରାଡାର ସିଷ୍ଟମ ଲାଗିଥାଏ। ଆଉ ଆବଶ୍ୟକ ପଡ଼ିଲେ ଏଥିରେ ଗାଇଡେଡ୍ ମିସାଇଲ୍ ଏବଂ ଜାମିଂ ଉପକରଣ ଲଗାଇ ଏହାକୁ ଆକ୍ରମଣ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ଚୀନ ଏବଂ ପାକିସ୍ତାନ ସୀମାରେ 24 ଘଣ୍ଟା ତୀକ୍ଷ୍ଣ ନଜର ରଖିବାକୁ ହେଲେ ଏହି ଡ୍ରୋନ୍ ଭାରତୀୟ ସେନା ପାଖରେ ରହିବା ଅତ୍ୟନ୍ତ ଜରୁରୀ। 30,000 କୋଟି ଟଙ୍କାର ଏହି ମେଗା ପ୍ରୋଜେକ୍ଟ ପାଇଁ ଭାରତର 10ଟି କମ୍ପାନୀ ରେସ୍ରେ ସାମିଲ ହୋଇଛନ୍ତି, ଯେଉଁଥିରେ 4ଟି ସବୁଠାରୁ ବଡ଼ ନାମ ହେଉଛି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ଟାଟା ଆଡଭାନ୍ସ ସିଷ୍ଟମ, ଲାର୍ସେନ୍ ଏଣ୍ଡ ଟୁବ୍ରୋ ଏବଂ ସୋଲାର ଡିଫେନ୍ସ ଏଣ୍ଡ ଏରୋସ୍ପେସ୍। ଏହା ବ୍ୟତୀତ ବାକି 6ଟି ଭାରତର ଉଦୀୟମାନ ଷ୍ଟାର୍ଟଅପ୍ ଏବଂ ଛୋଟ ଡ୍ରୋନ୍ ନିର୍ମାତା ରହିଛନ୍ତି। ଏହି ଡ୍ରୋନ୍ ଗୁଡ଼ିକୁ ଇଣ୍ଡିଆନ୍ ଏୟାରଫୋର୍ସ ଦ୍ୱାରା ଟେଷ୍ଟିଂ କରାଯିବ ଏବଂ ସେଥିରୁ ଚୟନ କରାଯିବ। ଆଉ ଏହି ମେଗା ପ୍ରୋଜେକ୍ଟ ଅଣ୍ଡରରେ ତିଆରି ହୋଇଥିବା ଡ୍ରୋନ୍ 2027ର ମଧ୍ୟଭାଗ ସୁଦ୍ଧା ଭାରତୀୟ ସେନାରେ ସାମିଲ ହେବ ବୋଲି କୁହାଯାଉଛି।